2.4 The Revolutionaries. During the years following 1815, the fear of repression drove many liberal nationalists underground. ଯେତେବେଳେ 1815 ରେ ଆସିଗଲା ନୂଆ କନଜରଭେଟିଭ ରାଜା ହେଇଗଲେ, ସବୁ ଶାସନ କଲେ। ତାପରେ ପରେ ସିଏ କ'ଣ କଲେ ନା, ଯେହେତୁ ତାଙ୍କ ହାତକୁ ଏତେ ପାୱାର ଆସିଛି, ସେ ଧୀରେ ଧୀରେ ଆରମ୍ଭ କଲେ ତାଙ୍କ ଶତ୍ରୁମାନଙ୍କୁ ସଫା କରିବାକୁ। ତେଣୁ ଆସିଗଲା ଫିଅର୍ ଅଫ୍ ରିପ୍ରେସନ୍। ଯିଏ ଯୁଆଡ଼େ ସବୁ ଥିଲେ ଲିବରାଲ୍ ନ୍ୟାସନାଲିଷ୍ଟ, ସମସ୍ତଙ୍କୁ ଖୋଜି ଖୋଜି ମାରିବା ସେ ଷ୍ଟାର୍ଟ କରିଦେଲେ। ହେଲା ତ, ଯାହାଦ୍ୱାରା ଲିବରାଲ୍ ନ୍ୟାସନାଲିଷ୍ଟ ମାନେ କ'ଣ କରିବେ? ଆଉ କ'ଣ ବାହାରେ ଏମିତି ବୁଲି ପାରିବେ କି ଓପନ୍ଲି? ସେମାନେ ସବୁ ଅଣ୍ଡରଗ୍ରାଉଣ୍ଡ ହେଲେ, ଲୁଚିକି ରହିଲେ, କାହା ସାମ୍ନାକୁ ଆସିଲେନି। Secret societies sprang up in many European states to train revolutionaries and spread their ideas. ଯେତେବେଳେ ଏମାନେ ଅଣ୍ଡରଗ୍ରାଉଣ୍ଡ ହେଇଯିବେ, କୌଣସି ର୍ୟାଲି କରିପାରିବେନି, କୌଣସି ପାମ୍ପଲେଟ୍ ବୁକ୍ସ କିଛି ଛପେଇ ପାରିବେନି, କିଛି କରିପାରିବେନି। ତେଣୁ ୟାଙ୍କ ଆଇଡ଼ିଆ ଗୁଡ଼ାକ ଆଉ ଲୋକଙ୍କ ପାଖରେ ପହଞ୍ଚି ପାରିବନି। ତେଣୁ ସେମାନେ କ'ଣ କଲେ, ଯେହେତୁ ଅଣ୍ଡରଗ୍ରାଉଣ୍ଡ ହେଇଛନ୍ତି, ସେମାନେ ସିକ୍ରେଟ୍ ସୋସାଇଟି ଗୁଡ଼େ ତିଆରି କଲେ। ବହୁତ ଗୁଡ଼ିଏ ସିକ୍ରେଟ୍ ସୋସାଇଟି ଖୋଲିଲା। କାହାକୁ ଜଣା ନାହିଁ କେଉଁ ସିକ୍ରେଟ୍ ସୋସାଇଟି କେଉଁଠି, କେବଳ ମେମ୍ବର୍ସମାନଙ୍କୁ ଜଣା। ସେତିକି ଫେଥ୍ ବା ବିଶ୍ୱାସ ଥିଲେ ସେମାନଙ୍କୁ ତା'ର ଆଡ୍ରେସ୍ ଦିଆହେଉଥିଲା। ସେମାନେ ଆସୁଥିଲେ ଏବଂ କଥାବାର୍ତ୍ତା ହେଉଥିଲେ ଏବଂ ଟ୍ରେନିଂ ଦେଉଥିଲେ ନୂଆ ରିଭଲ୍ୟୁସନାରୀ ମାନଙ୍କୁ, ଆଉ ତାଙ୍କ ଆଇଡ଼ିଆକୁ ସ୍ପ୍ରେଡ୍ କରୁଥିଲେ। ଟୁ ବି ରିଭଲ୍ୟୁସନାରୀ ଆଟ୍ ଦିସ୍ ଟାଇମ୍ meant a commitment to oppose monarchical forms that had been established after the Vienna Congress and to fight for liberty and freedom. ତେଣୁ ସେହି ସମୟରେ 1815 ପରେ ପରେ ରିଭଲ୍ୟୁସନାରୀ ହେବା, ଗୋଟେ ରିଭଲ୍ୟୁସନାରୀ ହେବା ଗୋଟେ ଲୋକ ପାଇଁ ବହୁତ ହି କଷ୍ଟକର କାମ ଥିଲା। କାରଣ ଯଦି ତୁମେ ଗୋଟେ ରିଭଲ୍ୟୁସନାରୀ ହେବାକୁ ସେତେବେଳେ ଚାହିଁବ, ତାହେଲେ ତୁମକୁ ଗୋଟେ କମିଟମେଣ୍ଟ କରିବାକୁ ପଡ଼ିବ ଯେ ମୋନାର୍କିକାଲ ଫର୍ମସ୍, ଯେଉଁଟାକି ଭିଏନା କଂଗ୍ରେସ ପରେ ବର୍ତ୍ତମାନ ଷ୍ଟାର୍ଟ ହେଇଛି, ସେ ରାଜା ଶାସନ, ସେସବୁକୁ ତୁମକୁ ଅପୋଜ୍ କରିବାକୁ ପଡ଼ିବ। ଆଉ ଲିବର୍ଟି ଆଉ ଫ୍ରିଡ଼ମ୍ ପାଇଁ ତୁମକୁ ଫାଇଟ୍ କରିବାକୁ ପଡ଼ିବ। ୟା ପାଇଁ ଜୀବନ ମଧ୍ୟ ପଳେଇବ, ସେ ବି ବହୁତ ଇଜିଲି ପଳେଇବ। ଯେତେବେଳେ ରାଜାଙ୍କ ସୈନ୍ୟମାନେ ଜାଣିବେ ଯେ ଇଏ ଗୋଟେ ରିଭଲ୍ୟୁସନାରୀ, ଇଏ ଗୋଟେ ଲିବରାଲ୍ ନ୍ୟାସନାଲିଷ୍ଟ, ଆରାମରେ ମାରିଦେବେ। କେହି ବିରୋଧ କରିବା ନଥିବେ, କାହା କଥା ରାଜା ଶୁଣିବାର ନାହିଁ। Most of these revolutionaries also saw the creation of nation states as a necessary part of the struggle for freedom. ଆମେ ଆଗରୁ ଜାଣିଥିଲେ ମଡ଼ର୍ଣ୍ଣ ଷ୍ଟେଟ୍ କ'ଣ ଆଉ ନେସନ୍ ଷ୍ଟେଟ୍ କ'ଣ। ତେଣୁ ବହୁତ ଗୁଡ଼ିଏ ରିଭଲ୍ୟୁସନାରିଜ୍ ଦେଖିଲେ ଯେ ବର୍ତ୍ତମାନ ସମୟରେ ନେସନ୍ ଷ୍ଟେଟ୍ ତିଆରି କରିବା କେତେ ଜରୁରୀ ଥିଲା, ଯେଉଁଟାକି ମଡ଼ର୍ଣ୍ଣ ଷ୍ଟେଟ୍ ବର୍ତ୍ତମାନ ହେଲା। ଏଠି ନେସନ୍ ଷ୍ଟେଟ୍ କରିବାର ବହୁତ ଜରୁରୀ ଥିଲା। ତେଣୁ ଆମେ ସେଇ ଚେଷ୍ଟା ଚଲେଇଛନ୍ତି ଆଜ୍ ଏ ଷ୍ଟ୍ରଗଲ୍ ଫର୍ ଫ୍ରିଡ଼ମ୍, ଏବଂ ଫ୍ରିଡ଼ମ୍ ପାଇଁ ମଧ୍ୟ ଷ୍ଟ୍ରଗଲ୍ କରୁଛନ୍ତି। One such individual was Italian revolutionary Giuseppe Mazzini. ଏମିତି ତ ବହୁତ ଗୁଡ଼ିଏ ରିଭଲ୍ୟୁସନାରୀ ମାନେ ଥିଲେ, କିନ୍ତୁ ତାଙ୍କ ଭିତରୁ ଯେଉଁମାନେ କିଛି ଫେମସ୍, ତାଙ୍କ ଭିତରୁ ଜଣେ ଆମେ ଜାଣିବା ତାଙ୍କ ବିଷୟରେ ଯେ ଇଟାଲୀର ସେ ରିଭଲ୍ୟୁସନାରୀ ଥିଲେ। ତାଙ୍କ ନାଁ ହେଉଛି ଜୁସେପି ମ୍ୟାଜିନି। Born in Genoa in 1805, he became a member of the secret society of the Carbonari. 1805 ସେ ଜେନୋଆରେ ଜନ୍ମ ହୋଇଥିଲେ। ସିଏ ଗୋଟେ ସିକ୍ରେଟ୍ ସୋସାଇଟିର ମେମ୍ବର ହେଲେ, ଯାହା ନାଁ ହେଲା କାର୍ବୋନାରୀ। ଯେତେବେଳେ ତାଙ୍କୁ ଏଜ୍ ହେଲା 24, he was sent into exile in 1831 for attempting a revolution in Liguria. ଏଜ୍ ଅଫ୍ 24ରେ ସେ କ'ଣ କଲେ, ଗୋଟେ ଆଟେମ୍ପ୍ଟ କରିଥିଲେ ରିଭଲ୍ୟୁସନ୍ କରିବାକୁ ଲିଗୁରିଆ ବୋଲି ଗୋଟେ ଜାଗାରେ, ଯେଉଁଥିରେ କି ତାଙ୍କୁ ଧରି ଦିଆଗଲା ଏବଂ ତାଙ୍କୁ ପଠାଇ ଦିଆଗଲା ଦେଶ ବାହାରକୁ, ଯେଉଁଥିକି ସେ ଯାଇକି ଲୁଚିକି ରହିଲେ 1831ରେ। ହେଲା ତ,
He subsequently founded two more underground societies, first Young Italy in Marseilles and then Young Europe in Bern, whose members were like-minded young men from Poland, France, Italy and German states. ତେଣୁ ସେ ଯେଉଁ ବାହାର ଦେଶରେ ଯାଇକି ଲୁଚି ଛପିକି କେଉଁଠି ରହିଲେ ଯେଉଁଠି କେହି ଜାଣିପାରିଲେନି, ତେଣୁ ସେ ଅଣ୍ଡରଗ୍ରାଉଣ୍ଡ ସୋସାଇଟି ସେଠି ଦୁଇଟା ତିଆରି କଲେ। ପ୍ରଥମଟା ହେଲା ୟଙ୍ଗ ଇଟାଲୀ, ଯେଉଁଟାକୁ ସେ ମର୍ସାଇଲେସ୍ରେ ତିଆରି କରିଥିଲେ। ମର୍ସାଇଲେସ୍ କଥା କହିଲେ କିଛି ମନେ ପଡ଼ୁଛି? ମନେ ପକାଅ, 9th କ୍ଲାସ୍ରେ ଆମେ ପଢ଼ିଥିଲେ ମର୍ସାଇଲେସ୍ କ'ଣ। ମର୍ସାଇଲେସ୍ କ'ଣ କହିବି? ମର୍ସାଇଲେସ୍ ହେଉଛି ସେଇ ଜାଗା ଯେଉଁଥିରେ କି ଫ୍ରିରେ ଭଲେଣ୍ଟିୟର ମାନେ ଆସିଥିଲେ ଆଉ ଲଢ଼େଇ କରୁଥିଲେ। ସେମାନେ ଗୋଟେ ଗୀତ ଗାଉଥିଲେ ମର୍ସାଇଲେସ୍, ଯେଉଁଟାକି ଫ୍ରାନ୍ସର ନ୍ୟାସନାଲ୍ ଆନ୍ଥେମ୍ ହେଇକି ବର୍ତ୍ତମାନ ଅଛି। ମନେ ପଡ଼ିଲା? ଓକେ। ତେଣୁ ୟଙ୍ଗ ଇଟାଲୀ ନାଁରେ ତିଆରି କରିଥିଲେ ମର୍ସାଇଲେସ୍ରେ, ଆଉ ତାପରେ ୟଙ୍ଗ ୟୁରୋପ ନାଁରେ ଗୋଟେ ସୋସାଇଟି ତିଆରି କରିଥିଲେ, ଯେଉଁଟାକି ହେଉଛି ଅଣ୍ଡରଗ୍ରାଉଣ୍ଡ ସୋସାଇଟି ଦୁଇଟା ଯାକ ବର୍ନରେ ତିଆରି କରିଥିଲେ। ଆଉ ୟାର ମେମ୍ବର ଅବଭିୟସ୍ଲି ୟଙ୍ଗ ମେନ୍ ମାନେ ଥିଲେ, ଯେଉଁମାନେ କି ଲାଇକ୍ ମାଇଣ୍ଡେଡ଼, ମାନେ ୟାଙ୍କ ଭଳି ଯେଉଁମାନେ ଥିଲେ ସେଇମାନେ ମିଶିଲେ। ତ ସେ କେଉଁ ଦେଶରୁ ସବୁ ଆସିଲେ ନା ପୋଲାଣ୍ଡ, ଫ୍ରାନ୍ସ, ଇଟାଲୀ ଆଉ ଜର୍ମାନ ଷ୍ଟେଟ୍ସରୁ ସବୁ ଆସିଥିଲେ ହେଲା। ଏହିପରି ପ୍ରକାରରେ ମାଜିନି ବିଲିଭ୍ଡ ଦ୍ୟାଟ୍ God had intended nations to be natural units of mankind। ତେଣୁ ମାଜିନି ବିଲିଭ୍ କରୁଥିଲେ ଯେ ଭଗବାନ ଚାହାନ୍ତି ଯେ ନେସନ୍ ଗୁଡ଼ାକ ମ୍ୟାନକାଇଣ୍ଡର ନ୍ୟାଚୁରାଲ୍ ୟୁନିଟ୍ସ ହିସାବରେ ରୁହନ୍ତୁ। ତାମାନେ ମଣିଷମାନେ ଯେମିତି ରହିବା ସମ୍ଭବପର ହେବ ସେଇଭଳି ଦେଶ ଗୁଡ଼ାକ ହେବା ଉଚିତ, ନେସନ୍ ଗୁଡ଼ାକ ରହିବା ଦରକାର। ସୋ Italy could not continue to be a patchwork of small states and kingdoms। ତେଣୁ ଇଟାଲୀ ଯେହେତୁ ସେ ଇଟାଲିଆନ୍ ଥିଲେ, ନିଜ ଦେଶ ପାଇଁ ଲଢ଼ୁଥିଲେ, ଇଟାଲୀ ଗୋଟେ ପ୍ୟାଚୱାର୍କ ହେଇକି ରହିବନି। ଛୋଟିଆ ଛୋଟିଆ ଜାଗା ଗୁଡ଼ା ଜଏଣ୍ଟ କରିକା ଏଡ଼େ ବଡ଼ ଇଟାଲୀ ଦେଶ ଆମେ ତିଆରି କରିବା କିଛି ଆବଶ୍ୟକ ନାହିଁ। ଆମେ ଏକ ହେଇକି ରହିବା ହେଲା। ତ ଛୋଟ ଷ୍ଟେଟ୍ସ ଆଉ ଛୋଟ କିଙ୍ଗଡ଼ମ୍ସ ଆମର ବିଲକୁଲ ଦରକାର ନାହିଁ। It had to be forced into a single unified republic। ଗୋଟିଏ ହେଇକି ଯେମିତି ରହିବ, ଆମର ଏଠି ମଧ୍ୟ ୟୁନିଫାଇଡ଼ ହେବ, ଏକାଠି ରହିବ, ରିପବ୍ଲିକ୍ ମଧ୍ୟ ହେବ ୱିଦିନ୍ ୱାଇଡ଼ର ଆଲାଏନ୍ସ ଅଫ୍ ନେସନ୍ସ। ମାନେ ବହୁତ ବଡ଼ ଆଲାଏନ୍ସ ଭିତରେ ଆମ ଦେଶଟା ଗୋଟେ ରହିବ। ଦିସ୍ ୟୁନିଫିକେସନ୍ ଅଲୋନ୍ କୁଡ୍ ବି ଦ ବେସିସ୍ ଅଫ୍ ଇଟାଲିଆନ୍ ଲିବର୍ଟି। ତେଣୁ ଏଇ ଯେଉଁ ୟୁନିଫିକେସନ୍ ରହିଲା, ଏ ଇଟାଲିଆନ୍ ଲିବର୍ଟିର ବେସିସ୍ ହେବ, ତାରି ଉପରେ ସବୁ ଷ୍ଟାଣ୍ଡ କରିବ ଆଉ ୟୁନିଫିକେସନ୍ ଆମକୁ ମିଳିବ। ଫଲୋଇଂ ହିଜ୍ ମଡ଼େଲ୍, ସିକ୍ରେଟ୍ ସୋସାଇଟିଜ୍ ୱାର୍ ସେଟ୍ ଅପ୍ ଇନ୍ ଜର୍ମାନୀ, ଫ୍ରାନ୍ସ, ସୁଇଜରଲ୍ୟାଣ୍ଡ ଆଣ୍ଡ ପୋଲାଣ୍ଡ। ତେଣୁ ଇଏ ଯେଉଁ ମଡ଼େଲ୍ ଦେଲେ, ଏଇ ହିସାବରେ ଅନ୍ୟାନ୍ୟ ସିକ୍ରେଟ୍ ସୋସାଇଟି ଗୁଡ଼ିଏ ମଧ୍ୟ ଖୋଲିଲା, ଯେମିତିକି ଜର୍ମାନୀ, ଫ୍ରାନ୍ସ, ସୁଇଜରଲ୍ୟାଣ୍ଡ ଆଉ ପୋଲାଣ୍ଡରେ ହେଲା। ତ ୟାଙ୍କରି ମଡ଼େଲକୁ ଫଲୋ କରିକି ସେମାନେ ମଧ୍ୟ ଖୋଲିଲେ ଆଉ ତାଙ୍କ ଦେଶ ପାଇଁ କାମ କଲେ, ନିଜ ନିଜ ଦେଶ ପାଇଁ। ମାଜିନି's relentless opposition to monarchy and his vision of democratic republics frightened the conservatives। ତେଣୁ ଯେତେ ତାଙ୍କୁ ଡରିଲେ ଧମକେଇଲେ ବି ମାଜିନି ବିଲକୁଲ ଡରିଲେ ନାହିଁ। ସେ ବାରମ୍ବାର ସେମିତି ଅପୋଜିସନ୍ କରିଚାଲିଥିଲେ, ଅପୋଜ୍ କରିଚାଲିଥିଲେ କାହାର? ମୋନାର୍କିର, ରାଜା ଶାସନର। ଆଉ ଭିଜନ୍ ସଦାବେଳେ ଦେଖାଉଥିଲେ ଗୋଟେ ଡେମୋକ୍ରାଟିକ୍ ରିପବ୍ଲିକ୍ ରହିବା ଦରକାର। ଏଇ ଯେଉଁ ଜିନିଷ ଗୁଡ଼ା ସେ ଅବିରତ କରିଚାଲିଲେ, ବିଲକୁଲ ରହିବାର ନାହିଁ, ଥକିବାର ନାହିଁ। ସେ କନଜରଭେଟିଭ୍ ମାନଙ୍କୁ ଡରେଇ ଦେଲା ଯେ ଲୋକ କେବେ କିଛି ନା କିଛି କରିଦେବ। ତେଣୁ ମ୍ୟାଟର୍ନିଚ୍, କିଏ ସେ ମ୍ୟାଟର୍ନିଚ୍? ମନେ ପକାଅ, କିଏ? ड्यूक मैटर्निच। ड्यूक मैटर्निच किए से ना वियना कांग्रेस को जे होस्ट करते ऑस्ट्रिया रो चांसलर। हाँ ठीक, ड्यूक मैटर्निच। सीए डिस्क्राइब कले मैजिनी को, कले जो जेसी भी मैजिनी अच्छी ये किए, ये हूँ
द मोस्ट डेंजरस एनिमी ऑफ आवर सोशल ऑर्डर। तेना आमर जो सोशल ऑर्डर बा कंजर्वेटिव रूल चली यार जदि किए सबुठु बड़ शत्रु से भी खतरनाक शत्रु ताले सी हूँ मैटर्निच कही किए से हूँ जिसेपी मैजिनी। ताने से केमती काम करते आमको बुझिया पड़ो। बहुत निर्भीकतार सहित से काम कर चलते डर नथिला है अन्य को डराउले। ओके नेक्स्ट आम देखा सेक्शन 3 द एज ऑफ रिवॉल्यूशंस 1830 1848।